भगवते वासुदेवा नारायणं नमस्तुत्यं नरं चैव नरोत्तमं देवी सरस्वती व्यास तज्जयमुदीरये मूकं करोति वाचालं पङ्गुलघयते गिरिं यत्कृपातमः वन्दे परमानन्दमाधवम्। भागवत महापुराण द्वितीय स्कंद प्रथम अध्याय। सूत उवाच हरिचरण चिन्तिध्याने कमल गभीर वचने रोमपुलक निज देहि सुख कहन्ति राजा चाहि। सुक उवाच हे परीक्षित नृपवर गरिष्ठ प्रश्न एतोहर पचारु जीव लोक हिते जे प्रश्न अछि तोर चिते ए आत्मज्ञानी कर सार संसारे जन उपकार श्रोतव्य प्रश्न अछि जेते आगम निगम भकते सहस्र सहस्र प्रकारे जे प्रश्न अछि संसारे संसार करिपार आसे जेते अछन्ति गृहवासे इंद्रिय बसे गृहे थाई आत्मा रहिते ज्ञान नाही आयुष क्षय न जानती विषय अर्थ नित्य चिंती निशाहरई अर्धवेळ निद्रा वा बधू संग मेळ दिवसे अर्थ चिंताकुल कुटुंब पोषणे विकल सुत कलत्र देह पाई आनंदे तांक मध्ये थाई विष्णुर माया सत्य चिंती निकटे मृत्यु न देखती मरण देखु थांती डोळे अज्ञाने भ्रमे सुख भोळे एणु संसार प्राणीकर आत्मार गति अगोचर एणु संसार भाव तेजी जे हरि सर्प घटे पुरे निर्लेप बाह्य अभ्यंतरे तार महिमा शुणी कने नामको उच्चारि बदने स्मरण कर हृदगते जेबे अभय इच्छा चिते एकथा संख्या जोगे जानी स्वधर्म निष्ठा परिमाणी जन्मर लाभ ए प्रमाण अन्ते स्मरण नारायण पूर्वे निर्मल मुनि जेते तत्व विचारी वेद मते विधि निषेध दूर करी कृष्णर भाव हृदय धरी कृष्णर गुण अनुक्षणे गुणन्ति शुणन्ति श्रवणे ए भागवत धर्मवाणी ब्रह्म समाने परिमाणी द्वापर जुग अंतकाले मुझे अनेक शिष्य मेळे मोर जनक व्यास मुनि ताहांक शिक्षा शिरे घेनी निर्गुण मार्गे दृढ़ चित विष्णुर भाव हेला जात निश्चल जोगे मन थोई जेबे अभ्यास कली मोहि कहिबि तोर आगे ताहा शुण परीक्ष पुण्य देहा ए भागवत वाणी कने जे शुणे श्रद्धा अवधाने मुकुंद पादे तांक मन निश्चले रहे अनुक्षण मुख्य इच्छिला प्राणीकर हरि कीर्तन अटे फल ताकू न लागे जम भये निर्भये पथे जित रहे जोग अभ्यासे जोगी जने दीर्घे जीवन्ति जोग ध्याने जेबे से कृष्ण नाम मुखे कहन्ति एक को आरके दिन बंचन्ति कृष्ण गाई अंतरे तार पद धाई जे हरि न बोले बदने
କି ପ୍ରୟୋଜନ ଯୋଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ, ହେ ନୃପ ଶୁଣ ମନ ଦେଇ। ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ, ଯେ ଶୁଣି ଯିବା ମୁଖ ଭଣି। ସେ ପ୍ରାଣୀ ଆତ୍ମାକୁ ଉଦ୍ଧରେ, କି ଭାବ ବହୁ ସମ୍ବତ୍ସରେ। ଖଟ୍ୱାଙ୍ଗ ନାମେ ରାଜା ଥିଲେ, ସ୍ୱର୍ଗେ ଦେବଙ୍କୁ ହିତ କଲା। ରିପୁ ସଂହାରି ଦେବ ପାଶେ, ମିଳିଲା ଭଗତି ବିଶ୍ୱାସେ। ତେବେ ବୋଇଲେ ମାଗବର, ଶୁଣି ବୋଇଲା ନୃପବର। ଆୟୁଷ ଅଛଇ ମୋ କେତେ, ତେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତୋ ଜୀବନ, ତା ଶୁଣି ସନ୍ତୋଷ ରାଜନ। ତକ୍ଷଣେ ଆସି ମହାତଳେ, ଭାବିଲା ଅକିଞ୍ଚନ ମେଳେ। ମୁହୂର୍ତ୍ତେ ନାମ ଉଚାରିଲା, ଅନ୍ତେ ସେ ଗୋବିନ୍ଦେ ପଶିଲା। ଏବେ ସପନ ଦିନ ଯାଏ, ଜୀବନ ଥିବ ତୋର ଦେହେ। ଏବେ ହରିଙ୍କି ଆଶ୍ରୟ କର, କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର। ଯେ ଅନ୍ତକାଳେ କୃଷ୍ଣ ବାଣୀ, ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି। ତାହାର ମୃତ୍ୟୁ ଭୟ ନୁହେଁ, ତାର ତୟନ ନିଜ ଦେହେ। ଯେତେ ବିଷୟ ଆତ୍ମା ଭେଦି, ଅସଙ୍ଗ ଶସ୍ତ୍ରେ ତାହା ଛେଦି। ବେଗେ ସେ ପଶେ କୃଷ୍ଣ ଭାବେ, ଶୁଣ କହିବା ତତେ ଏବେ। ଯେ ପ୍ରାଣୀ ଅନ୍ତକାଳ ଜାଣି, ଆତ୍ମା ରହିତ ମନେ ଗୁଣି। ଘରୁ ବାହାର ହୋଇ ଜ୍ଞାନେ, ତୋ ପାଚରେ ଘର ବନେ। ସ୍ନାନ ସାରି ତୀର୍ଥ ଜଳେ, ଆସନେ ବସିବ ନିଶ୍ଚଳେ। ଏକାନ୍ତେ ଯେ ବିଧି ଆସନେ, ପ୍ରଥମ ଆଶ୍ରମ ଲକ୍ଷଣେ। ଅଭ୍ୟାସ କରି ଶୁଦ୍ଧ ମନେ, ତ୍ରିବୃତ ବ୍ରହ୍ମ ସୁମରଣେ। ପ୍ରାଣ ପବନ ଯୋଗେ ରୁନ୍ଧି, ଚଞ୍ଚଳ ଇନ୍ଦ୍ରିୟ ନିରୋଧି। ବୁଦ୍ଧି ସାରଥି ଆଶ୍ରୟ କରି, ବିଷୟ ସମୂହ ସଂହାରି। କର୍ମେ ଚଞ୍ଚଳ ମନ ବଳେ, ନିରୋପି କୃଷ୍ଣ ପାଦ ତଳେ। ତାର ଶରୀର ଅବୟବେ, ଚିନ୍ତିବ ଏକେ ଏକେ ଭାବେ। ମନକୁ ନିର୍ବିଷୟ କରି, ସକଳ ଚିନ୍ତା ପରିହରି। ମନ ପ୍ରସନ୍ନ ଯେତେବେଳେ, ଜ୍ଞାନ ପ୍ରସରେ ସୁନିଶ୍ଚଳେ। ସ୍ୱଭାବେ ମନ ଦୁଷ୍ଟପଣେ, ଆବୃତ ରଜ ତମ ଗୁଣେ। ଏଣୁ ଧାରଣା ଆଶ୍ରା କରି, ମନର ମଳ ଅପହରି। ଏମନ୍ତ ଯୋଗର ଧାରଣ, ଯୋଗୀଙ୍କ ଭକତି ଲକ୍ଷଣ। ଯେ ଭକ୍ତି ଧାରଣାର ବଳେ, ଯୋଗ ପ୍ରାପତ ଅଳ୍ପ କାଳେ। ବିଷୟ ଦେଖଇ ମଙ୍ଗଳ, କୃଷ୍ଣ କରଇ ସର୍ବମେଳ। ଏମନ୍ତ ଶୁକ ମୁଖ ଶୁଣି, ବୋଲେ ପାଣ୍ଡବ ଚୂଡ଼ାମଣି। ଧାରଣା ଯୋଗ ଚିତ୍ତେ ଧରି, ରାଜା ଉବାଚ। ଧାରଣା ଯୋଗ ଚିତ୍ତେ ଧରି, ଯେମନ୍ତେ ତରେ ବ୍ରହ୍ମଚାରୀ। ଯେମନ୍ତ ଧାରଣା ନିଶ୍ଚଳ, ବେଗେ ହରଇ ମନୋମଳ। ଏ ଯୋଗ ଧାରଣା ସ୍ୱଭାବ, যে শাস্ত্র মার্গে অনুভব। গুরু বচনে কিবা জানি, যোগ ধারণা পরিমাণি। যেনে অভ্যাস প্রাণী করে, যেমন্তে মনোমଳ হরে। কহি পবিତ୍ର মতে কର, ନିର୍ମଳ ହେଉ ମୋ ଶରୀର। ଏମନ୍ତ ରାଜା ପ୍ରଶ୍ନ ଶୁଣି, ଶୁକ କହନ୍ତି ମନେ ଗୁଣି। ଶୁକ ଉବାଚ, ଜିତ ଆସନ ଜିତ ପ୍ରାଣ, ଜିତ ବିଷୟ ଇନ୍ଦ୍ରିଗଣ। ସ୍ଥୂଳ ଶରୀରେ ବୁଦ୍ଧି ବଳେ, ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷ ଗୋବିନ୍ଦ ଶରୀର, ଅତ୍ୟନ୍ତ ସ୍ଥୂଳ ସ୍ଥୂଳତର। ଯହିଁ ସଂସାର ପରମାଣ,
ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରହ୍ମାଣ୍ଡ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ରୂପ ଥାଇ ମଧ୍ୟେ ପାତାଳ ବୋଲି ପାଦମୂଳ ପାଦଗ୍ର ରସାତଳ ଚରଣ କୁଲ୍ଫେ ମହାତଳ ଜଙ୍ଘ ଯୁଗଳ ତଳାତଳ ସୁତଳ ବୋଲି ଜାନୁ ଯୁଗେ ବିତଳ ତଳ ଉରୁ ଭାଗେ ଜଘନ ଦେଶ ମହିତଳ ନାଭିମଣ୍ଡଳ ନଭସ୍ଥଳ ଷୋଲକ ହୃଦୟରେ ବସେ ଜ୍ୟୋତି ସମୂହ ପରକାଶେ କଣ୍ଠ ଆଶ୍ରିତ ମହର୍ଲୋକ ବଦନେ ବସେ ଜନଲୋକ ଲଲାଟେ ତପ ଲୋକ ବସେ ସତ୍ୟକଳ୍ପିତ ଶିର ଦେଶେ ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ କର୍ଣ୍ଣ ଯାହାର ଅଷ୍ଟଦିଶା ଅଶ୍ୱିନୀ କୁମାର ଜାନସା ଜ୍ୱଳନ୍ତ ଅଗ୍ନି ଯାବଦନ ନୟନ ଗୋଲୋକ ଗମନ ତପନ ଯାର ଚକ୍ଷୁବେଣୀ ଉଦୟ ଅସ୍ତ ପକ୍ଷୁବେଣୀ ଯାର ଭ୍ରୁଭଙ୍ଗ ବ୍ରହ୍ମପଦ ସଲିଳ ତାଳୁ ରସଜନ ସକଳ ବେଦ ବ୍ରହ୍ମରନ୍ଧ୍ର ବିକଟ ଦନ୍ତ ଯମପଦ ଯାହାର ତୁଣ୍ଡେ ସ୍ନେହ କଳା ଅର୍ଦ୍ଧ ଊର୍ଦ୍ଧ୍ୱରେ ଦନ୍ତମାଳା ଜନ ଉନ୍ମାଦ ଯାର ହାସ ଯେ ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଓଷ୍ଠେ ଲଜ୍ଜା ବସେ ଲୋଭ ବସଇ ଅଧ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ପଥ ପୃଷ୍ଠଭାଗେ ଅଣ୍ଡେ ବସଇ ପ୍ରଜାପତି ମିତ୍ର ବରୁଣ କୋଶେ ସ୍ଥିତି ଉଦଧି ଯାହାର ଉଦର ଅସ୍ଥି ସମୂହ ମହୀଧର ଶିରା ସମୂହ ନଦୀଗଣ ବୃକ୍ଷ ଔଷଧି ତନୁରମ ଅନନ୍ତ ବୀର୍ଯ୍ୟ ଯହିଁ ବସେ ଶ୍ୱାସ ପବନ ଅଣଚାଷେ ଯାହାର ଗତି ଜାଣ କାଳ ଜୀବ ସଂସାର ଯାର ଖେଳ ଜିମୁକ୍ତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ହେ କୁରୁଶ୍ରେଷ୍ଠ ପରୀକ୍ଷିତ ଈଶ୍ୱର ସର୍ବକୋଶଭୂତ ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ରସୀମା କଲବ ଅଶ୍ୱତର ନଖ ସମୂହ କରିବର ସେ ପଶୁ ମୃଗାଦି ବିଶେଷ ସର୍ବକଳ୍ପିତ ଶୃଣି ଦେଶେ ପକ୍ଷୀ ଯାର ବ୍ୟାକରଣ ବୁଦ୍ଧି ବିଷୟ ମନୁଗଣ ଯାର ନିବାସ ନର ଦେହ ଯହିଁ କଳ୍ପିତ ମାୟାମୋହ ଗନ୍ଧର୍ବ ବିଦ୍ୟାଧର ଆଦି ଚାରଣ ଗଣିକା ପ୍ରସିଦ୍ଧି କିନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଳ୍ପିତ ଅସୁର ବ୍ରାହ୍ମଣ ଯାର ମୁଖୁଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ ଉରୁରୁ ବୈଶ୍ୟ ଉତ୍ପତ୍ତି ପାଦରୁ ଜନ୍ମ ଶୂଦ୍ର ଜାତି ନାନା ପ୍ରକାର ନାମ ବହି ଅଭୀଷ୍ଟ ଦେବେ ଯାର ଦେହି ନିଗମ କର୍ମ କାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ ଏମନ୍ତେ ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟ ଏମନ୍ତେ ସ୍ଥୂଳ ଶରୀରେ ଧାରଣ ଯୋଗେ ନିର୍ବିକାରେ ମନ ନିରୋଳ ଯୋଗ ବେଳେ ଗୋବିନ୍ଦ ଚରଣ କମଳେ ସର୍ବ ଶରୀରେ ଭଗବାନ ତାତଃ କେବା ଅଛି ଆନ ସେ ସର୍ବବୁଦ୍ଧି ଅନୁଭବ ଶିବ ପରମ ପଦ୍ମନାଭ ସତ୍ୟ ପରମାନନ୍ଦ ନିଧି
ତାର ଭୋଜନ ସର୍ବସିଦ୍ଧି ଜନ୍ମ ମରଣ ତାର ତହୁଁ କେବା ଗୋଚରେ ତାହା କହୁଁ ଯେ ଅନ୍ୟ ସଙ୍ଗ ଦ୍ୱାରା ସୁତ ନ କରି ଯେଣୁ ଆତ୍ମପାତ ସ୍ୱପ୍ନରେ ଜୀବର ଯେ ମନ୍ଥ ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ ସେ ସର୍ବ ମିଥ୍ୟା ଜୀବ ସତ୍ୟ ଏ ଜ୍ଞାନେ ହୁଅଇ ମୁକୁତ। ସୁତ ଉବାଚ ଏମନ୍ତ କହି ଶୁକ ମୁନି ହରଷେ ହରି ଭାବ ଘେନି ଆନନ୍ଦେ ପରୀକ୍ଷିତ ମିଳେ ଯାହା କହିଲେ ଗଙ୍ଗା କୂଳେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ମହାପୁରୁଷ ସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ।